ହଁ ଆଜ୍ଞା, ଭୁଲି ଯାଆନ୍ତୁ ସେ ଦୁଃଖକୁ, ଯେଉଁ ଦୁଃଖ ବାରମ୍ବାର ଆପଣଙ୍କୁ କେବଳ କଷ୍ଟ ହିଁ ଦେଉଛି। ଭୁଲି ଯାଆନ୍ତୁ ସେ ଦୁଃଖକୁ ଏବଂ ସେଇ ଲୋକକୁ ଦେଇଦିଅନ୍ତୁ କ୍ଷମା। କାରଣ ଯେତେ ଦୁଃଖକୁ ମନେ ପକାଇବେ ସେ ଆପଣଙ୍କୁ ଆଗକୁ ଯିବାକୁ ଦେବ ନାହିଁ। ତେଣୁ ସେ ଦୁଃଖକୁ ଭୁଲି ଦେଖନ୍ତୁ ନା ଏ ପୃଥିବୀ କେତେ ସୁନ୍ଦର। ମଣିଷ ଦୁଃଖକୁ ଭୁଲିବା ବହୁତ କଷ୍ଟ, କିନ୍ତୁ ଏହା ଗୋଟେ କଳା। ଦୁଃଖକୁ ଭୁଲି ନପାରିଲେ ନ ପାରନ୍ତୁ, କିନ୍ତୁ ସେହି ଦୁଃଖକୁ ଆପଣ କେମିତି ପାର ହୋଇଛନ୍ତି ସେଇଟା ହିଁ ଭାବନ୍ତୁ। ପାର ତ ହୋଇଛନ୍ତି ନା, ଆପଣ ହିଁ ପାର ହୋଇଛନ୍ତି। ଆପଣଙ୍କର ଶକ୍ତି ହିଁ ସେ ଦୁଃଖକୁ ପାର କରିକି ଆସିଛି। ସେଇ ସମୟଟାକୁ ଭାବନ୍ତୁ, ଆପଣ କେମିତି ପାର ହୋଇ ଆସିଛନ୍ତି। ପାର ହୋଇ ଆସିଛନ୍ତି, ପୁଣି ଦୁଃଖ ଆସିବ, ପୁଣି ଯିବ, ପୁଣି ସୁଖ ଆସିବ, ଏଇ ତ ଜୀବନ। ତେଣୁ ସେଇ ସମୟଟିକୁ ଭାବି ଲୋକଟିକୁ କ୍ଷମା ଦେଇ ଦିଅନ୍ତୁ ଏବଂ এই ସୁନ୍ଦର ପୃଥିବୀର ସୌନ୍ଦର୍ଯ୍ୟତାକୁ ଅନୁଭବ କରନ୍ତୁ। ଆଉ ଦେଖନ୍ତୁ, ପ୍ରତିଟି କୋଣରେ ଈଶ୍ୱର ବିଦ୍ୟମାନ। ପ୍ରତିଟି କୋଣରେ ଈଶ୍ୱର ବିଦ୍ୟମାନ, ଏହା ଆପଣ ଅନୁଭବ କରିପାରିବେ। କରି ଦେଖନ୍ତୁ ନା, କେତେ ଆନନ୍ଦ ମିଳିବ।